ବାପା ଗୋଟେ ଛାଇ। ପୁଅ ଶୋଇଥିଲା ଚୁପଚାପ, ଭାରି ଶାନ୍ତ ଦିଶୁଥିଲା ତା ମୁହଁ, ଶାନ୍ତ ଓ ସୁନ୍ଦର। ପୁଅ କପାଳରେ ଆସ୍ତେ କରି ଚୁମାଟିଏ ଦେଲା। ସୌମ୍ୟ, ଖାଲି ଲୋକଙ୍କ ଚିନ୍ତା ତମର। ସେ ଲୋକଙ୍କ ଭିତରେ ସ୍ତ୍ରୀ ଆଉ ପୁଅ ବି କାହିଁକି ନାହାନ୍ତି? କୀର୍ତ୍ତି ପଚାରିଲା ସାମାନ୍ୟ ଉତ୍ତେଜିତ ହୋଇପଡ଼ି। ଉତ୍ତର ନ ଦେଇ ସୌମ୍ୟ ଚାପା ସ୍ୱରରେ କହିଲା, ଏତେ ବଡ଼ ପାଟିରେ କୁହନି। ପୁଅ ଉଠିବ, ମତେ ଦେଖିଲେ କାନ୍ଦିବ। ଅଭିମାନରେ ହୁଁଟିଏ ମାରି କୀର୍ତ୍ତି ଚାଲିଗଲା ରୋଷେଇ ଘରକୁ। ଗୋଟେ ତାଚ୍ଛଲ୍ୟ ଭରି ରହିଥିଲା ସେ ହୁଁରେ। ସୌମ୍ୟ ପାଇଁ ସେ ଗୋଟେ ଲଜ୍ଜିତ କଲାଭଳି ଶବ୍ଦ, ତାର ବାପପଣକୁ ଧିକାରିଲା ପରି। ସତ କଥା, ପୁଅର ଟିକି ମନଟାରେ ସୌମ୍ୟ ଏଯାଏ ପାଇନି ବାପାର ପରିଚୟ। ଅପରିଚିତ ନ ହେଲେ ବି ଅତି ପରିଚିତ ଜମାରୁ ନୁହେଁ। ପୁଅ ସୌମ୍ୟକୁ ଆବିଷ୍କାର କରେ କାଁ ଭାଁ କେତେବେଳେ, ଖୁବ୍ କ୍ୱଚିତ୍। ସୌମ୍ୟର ଅଦିନିଆ ଛୁଆଁ ପାଇଲେ ପୁଅ ହୋଇପାରେନି ଆନନ୍ଦିତ, ବରଂ କାନ୍ଦେ। ବାପା ଗୋଟେ ଛାଇ, ସେ ଛାଇ ଗୋଡ଼େ ଗୋଡ଼େ ଜଗିଥାଏ ତା ସନ୍ତାନକୁ। ସେଇ ଛାଇ ଜଣାଇ ଦିଏ, ମୁଁ ଅଛି ତୋ ପାଖରେ ସବୁ ସମୟରେ। ବାପାର ଚେହେରା ଦେଖିଲେ ଯୋଉ ପୁଅ ଖୁସିରେ ଗଦଗଦ ହେବା କଥା, ସେଇ ପୁଅ ଆଜି କାହିଁ ଗ୍ରହଣ କରିପାରୁନି ବାପାର ଉପସ୍ଥିତିକୁ। ଏଥିପାଇଁ ସୌମ୍ୟ କେବଳ ନିଜକୁ ଦାୟୀ କରୁଥିଲା। ସୌମ୍ୟ ସକାଳୁ ଉଠି ଚାଲିଯାଏ ତା କାମରେ। ପୁଅ ନିଦରେ ଥାଏ ସେତେବେଳେ। ରାତିରେ ପୁଅ ଶୋଇଗଲା ପରେ ଘରକୁ ଫେରେ ସୌମ୍ୟ। ସେ ସୁଯୋଗ ପାଏନି କି ଜାହିର କରିପାରେନି ବାପାପଣ। କୀର୍ତ୍ତି କିନ୍ତୁ କହେ, ତୁମେ ସୁଯୋଗ ଯେ ପାଇନ ସେଇଆ ନୁହେଁ, ତମର ସେ ଇଚ୍ଛା, ସେ ଆଗ୍ରହ ପୁଅ ପାଇଁ ନାହିଁ। କୀର୍ତ୍ତିର ଖାସ୍ ଏଇ କଥାରେ ସୌମ୍ୟ ନିଜକୁ ବିବଶ ମନେକରେ। ସୌମ୍ୟ ଜନ୍ମରୁ ଅନାଥ। ବଡ଼ କଷ୍ଟରେ ସେ ନିଜକୁ ଗଢ଼ି ପାରିଛି। ଦୁଃଖ ଯନ୍ତ୍ରଣା ସହ ସଂଘର୍ଷ କରି କରି ସେ ଆଜି ପହଞ୍ଚି ପାରିଛି ନିଜ ଲକ୍ଷ୍ୟସ୍ଥଳରେ। ସେ ଚାହେଁ ଅନାଥ ହେବାର ଯେଉଁ କଷ୍ଟ ଆଉ କଷଣକୁ ସେ ଅନୁଭବି ସାରିଛି, ସେ କଷ୍ଟ ଅନ୍ୟ କେହି ଅନାଥ ନ ପାଉ। ସେଇଥିପାଇଁ ସେ ଖୋଲିଛି ଏକ ଅନାଥ ଆଶ୍ରମ। ସେଇଠି ହିଁ କଟେ ତାର ପ୍ରତ୍ୟେକଟି କାର୍ଯ୍ୟ ଦିବସ। କୀର୍ତ୍ତି ଆଉ ପୁଅ ଭାଗର ସମୟତକ କାଟି ଆଣି ବାଣ୍ଟି ଦିଏ ଅନାଥମାନଙ୍କୁ। ସେମାନଙ୍କ ଦୁଃଖରେ ଭାଗ ବସାଏ, ଗଢ଼ି ଦିଏ ସୁଖର ବଣି ବସା। ଏସବୁ କରି ସେ ଖୁସି ହୁଏ ଓ କୀର୍ତ୍ତିକୁ ଦୁଃଖୀ କରାଏ ପ୍ରତ୍ୟେକ ଦିନ। ଖାଇବ ଆସ। ଡାଇନିଂ ଟେବୁଲରେ ଖାଇବା ବାଢ଼ୁଥିଲା ବେଳେ କୀର୍ତ୍ତି ସୌମ୍ୟକୁ ଶୁଣେଇ କହିଲା। ସୌମ୍ୟ ପ୍ରକୃତିତ ହେଲା। ହାତ ଧୋଇ ଖାଇବାକୁ ବସି ପଡ଼ିଲା ଚେୟାରରେ। ପାଖ ଚେୟାରରେ କୀର୍ତ୍ତି। ସୌମ୍ୟର ମୁହଁକୁ ନ ଚାହିଁ କୀର୍ତ୍ତି ପଚାରିଲା, ଆଶ୍ରମ ତ କେତେବେଳୁ ବନ୍ଦ ହୋଇଯିବଣି, ଏତେ ରାତି ଯାଇ କେଉଁଠି ଥିଲ ଶୁଣେ? ସୌମ୍ୟ ଖାଇବା ଢୋକି କିଛି କହିବ କହିବ ହେଉଛି କୀର୍ତ୍ତି ପୁଣି ବାଧା ଦେଲା। ହଁ ହଁ, ରାସ୍ତାରେ ଆସିଲା ବେଳେ ପୁଣି କିଏ ପଡ଼ିଥିବେ ଅସୁବିଧାରେ। ତମେ ତ ବୀର ନା, ଡେଇଁ ପଡ଼ିଥିବ ସାହାଯ୍ୟ କରିବାକୁ। ବଦଳରେ ଧନ୍ୟବାଦଟେ ପାଇ ଖୁସିରେ ଗଦଗଦ ହୋଇଯାଇଥିବ ତମ ମନ, ନୁହେଁ କି? କୀର୍ତ୍ତିର ଏଇ ଖତେଇ ହେଲା ଭଳି କଥାରେ ଠୋ ଠୋ ହସିବାକୁ ଇଚ୍ଛା ହେଉଥିଲା ସୌମ୍ୟର। ଠିକ୍ ସେତିକି ବେଳକୁ କିଛି ଖାଇବା ଲାଖିଗଲା ତଣ୍ଟିରେ। ସୌମ୍ୟ ଖେଁ ଖେଁ ହେଲା କଷ୍ଟରେ। କୀର୍ତ୍ତି ଚଟାପଟ ଉଠିଗଲା ସୌମ୍ୟ ପାଖକୁ, ଆଉ ପାଣି ଗ୍ଲାସଟା ଧରାଇ ଦେଲା। ସୌମ୍ୟ ଟିକେ ସ୍ୱାଭାବିକ ହେଲା ପରେ କହିଲା, ଆଜି ଜଣେ ବୁଢ଼ା ଲୋକ ରାସ୍ତାରେ ଅଚେତ ହୋଇ ପଡ଼ିଥିଲେ। ମୁଣ୍ଡଟା ତାର ଫାଟି ରକ୍ତ ଜୁଡ଼ୁବୁଡ଼ୁ। ତାକୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନ ନେଇଥିଲେ କ'ଣ ଯେ ହେଇଥାନ୍ତା। କୀର୍ତ୍ତି ଏଥର ଚିଡ଼ି ଯାଇ କହିଲା, ସେତିକି ଥାଉ, ତମେ ତ ଦୁନିଆ ଯାକର ଏକା ଠିକା ନେଇଛ ନା, ତମ ଛଡ଼ା ଆଉ କିଏ କ'ଣ ଅଛି କି ଦୁନିଆରେ? ସୌମ୍ୟ ଖାଇବା ଶେଷ କରି ବେସିନରେ ହାତ ଧୋଉ ଧୋଉ କହିଲା, କୀର୍ତ୍ତି, ତମେ ଜାଣିଛ ସେ ବୁଢ଼ା ଲୋକଟା ହେଉଛି ତମ ଗାଁର ଲୋକ। ପରିଚୟ ଜାଣିବା ପାଇଁ ମୁଁ ଯେତେବେଳେ ତାର ସାର୍ଟ ପକେଟ ଅଣ୍ଡାଳିଲି, ପାଇଲି ଟ୍ରେନ ଟିକେଟଟିଏ। ସେଥିରେ ଲେଖା ହୋଇଥିଲା ମାଧପୁର। ମାଧପୁର ନାଁ ଶୁଣି କୀର୍ତ୍ତିର ଛାତିରେ ଖେଳିଗଲା ଏକ ଶିହରଣ। ମୁଖମଣ୍ଡଳ ହୋଇ ଉଠିଲା ଟିକେ ଉଜ୍ଜଳ। ସେ ବୁଢ଼ା ଲୋକଟି ବିଷୟରେ ଅଧିକ ଜାଣିବା ପାଇଁ ଆଗ୍ରହ ଜାତ ହେଲା କୀର୍ତ୍ତି ମନରେ। କିନ୍ତୁ ଯେହେତୁ ସେ ସୌମ୍ୟ ଉପରେ ରାଗିଥିଲା, ମନରେ ପ୍ରବଳତର ଇଚ୍ଛାକୁ ଚାପି ରଖି ନୀରବ ହୋଇଗଲା। କୀର୍ତ୍ତିର କାନିରେ ମୁହଁ ପୋଛୁ ପୋଛୁ ସୌମ୍ୟ ପୁଣି କହିଲା, ଆମେ କାଲି ଯିବା ଡାକ୍ତରଖାନା ପୁଅକୁ ଟୀକା ଦେବା ପାଇଁ। ଚାହିଁବ ଯଦି ୱାର୍ଡ ଆଡ଼େ ବୁଲିଯାଇ ବୁଢ଼ାକୁ ଟିକେ ଦେଖି ଆସିବ। କ'ଣ କହୁଛ? ପୁଅର ଟୀକା ଦେବା କଥା ସୌମ୍ୟର ଅନ୍ତତଃ ମନେ ଅଛି। ଏଇ କଥାରେ କୀର୍ତ୍ତି ଖୁସି ହେଉଥିଲା ଭିତରେ ଭିତରେ। ସୌମ୍ୟ କୀର୍ତ୍ତିଟି ଖୋଜୁଥିଲା ତା ପ୍ରଶ୍ନର ପ୍ରତି ଉତ୍ତର। କୀର୍ତ୍ତି ଥିଲା ନୀରବ ଅଭିମାନରେ। ରାତ୍ରି ଭୋଜନ ସରିଲା ପରେ
ସୌମ୍ୟ ଚାଲିଗଲା ବେଡକୁ। ପାଖରେ କୀର୍ତ୍ତି ଗଡ଼ପଡ଼ ହୋଇ ଶୋଇବାକୁ ଚେଷ୍ଟା କରୁଥିଲା, କିନ୍ତୁ ତାର ନିଦ ହଜି ଯାଇଥିଲା କେଉଁ ଏକ ଗହନ ବର୍ଣ୍ଣରେ। ସୌମ୍ୟ ମୁହଁରୁ ମାଧପୁର ଗାଁ ନାଁଟି ଶୁଣିବା ପରଠାରୁ ସେ ହୋଇ ଉଠିଥିଲା ଆନମନା। କାହିଁକି କେଜାଣି ଏତେ ଦିନ ପରେ ମାଧପୁର ଗାଁଟା ଗୋଟାପଣ ଝଲସି ଉଠୁଥିଲା ତା ଆଖି ସାମ୍ନାରେ। ତାର ଜାଣିବାକୁ ଇଚ୍ଛା ହେଉଥିଲା ତା ଘର, ପରିବାର ଆଉ ବାପାଙ୍କ କଥା। ପରିବାର କହିଲେ ହିଁ କେବଳ ତା ବାପାଙ୍କୁ ବୁଝାଏ। ଭୁଲି ଯାଇଥିବା ଅତୀତଟା ପୁଣି ଧସେଇ ପଶୁଥିଲା ତା ମନ ଭିତରକୁ। ସେ ସୌମ୍ୟକୁ ଭଲ ପାଉଛି ବୋଲି ବାପା ତାର ଯେଉଁଦିନ ଜାଣିଲେ, ସେଇଦିନ ହିଁ କୀର୍ତ୍ତି ପାଇଁ ବନ୍ଦ ହୋଇଗଲା ଘରର ଦରଜା। ବାପା ସୌମ୍ୟକୁ କେବେ ବି ଦେଖିନଥିଲେ, କେବଳ ଜାଣିବାକୁ ପାଇଥିଲେ ସେ ଗୋଟେ ଅନାଥ ପିଲା, ଯାହାର ଜାତି ଗୋତ୍ର କିଛି ବି ନାହିଁ। ତାକୁ ଗ୍ରହଣ କରିବା କଥା ଶୁଣି ସେଦିନ ତାତି ଯାଇଥିଲେ ବାପା। କାହିଁକି କେଜାଣି ଖୁବ୍ କଠୋର ହୋଇପଡ଼ିଥିଲେ ସେଦିନ। କୀର୍ତ୍ତିକୁ ଟାଣି ଟାଣି ନେଇ ଏରୁଣ୍ଡି ବାହାରେ କଚାଡ଼ି ଦେଇ କହିଥିଲେ, ଯା, ଚାଲିଯା ମୋ ମୁହଁ ସାମ୍ନାରୁ। ଆଜି ପରେ କେବେ ବି ଆସିବୁନି ମୋ ସାମ୍ନାକୁ, ନଚେତ୍ ମୋ ମଲା ମୁହଁ ଦେଖିବୁ। ସେଦିନ କୀର୍ତ୍ତି ଚାଲି ଆସିଥିଲା ସୌମ୍ୟ ପାଖକୁ। କୀର୍ତ୍ତିଠାରୁ ସବୁ ଶୁଣିଲା ପରେ କୀର୍ତ୍ତି ଆଖିରୁ ଲୁହ ପୋଛି ସୌମ୍ୟ ସବୁଦିନ ପାଇଁ କୀର୍ତ୍ତିକୁ କରିନେଇଥିଲା ନିଜର। ସୌମ୍ୟ ଯେ ବାପାଙ୍କୁ ଦେଖା କରିବାକୁ ଚେଷ୍ଟା କରିନାହିଁ ସେଇଆ ନୁହଁ, ବରଂ କୀର୍ତ୍ତି ତାକୁ ଆଜି ଯାଏ ବାରଣ କରି ଆସିଛି। ବାପା ସେଦିନ ଯେଉଁ ଲକ୍ଷ୍ମଣ ରେଖା ଟାଣି ଦେଇ ଯାଇଛନ୍ତି, ତା ମଧ୍ୟରେ କୀର୍ତ୍ତି ଲଙ୍ଘିବାକୁ ଚେଷ୍ଟା କରିନି ଆଜି ଯାଏ। ଆଜି କାହିଁକି ବାପାଙ୍କ କଥା ବେଶୀ ମନେ ପଡ଼ୁଥିଲା କୀର୍ତ୍ତିର। ବାପା ଏବେ କେଉଁଠି, କେମିତି ବଞ୍ଚୁଥିବେ ଏକେଲାପଣରେ। କ୍ରମଶଃ ଗାଢ଼ ନିଦ୍ରାର କୋଳକୁ ଚାଲି ଯାଇଥିଲା କୀର୍ତ୍ତି। ତା ପରଦିନ ସୌମ୍ୟ ତାର ସବୁ କାମକୁ ପଛରେ ପକାଇ କୀର୍ତ୍ତି ଓ ତା ପୁଅକୁ ନେଇ ଗଲା ଡାକ୍ତରଖାନା। ଆଗରୁ ଯେତେଥର ପୁଅକୁ ଡାକ୍ତରଖାନା ଅଣା ହୋଇଛି, ସବୁଥର କୀର୍ତ୍ତି ଆସେ ପୁଅକୁ ନେଇ ଏକେଲା। ଏଥର କିନ୍ତୁ ସେ ଦେଖୁଥିଲା ସୌମ୍ୟ ପାଖରେ ବ୍ୟତିକ୍ରମ। କୀର୍ତ୍ତି ଆଜି ସତରେ ଖୁସି ଥିଲା ପୁଅ ଟୀକା ଦେବା ପାଇଁ। କୀର୍ତ୍ତି ଠିଆ ହେଲା ଲାଇନରେ। ମୁଁ ଟିକେ ବୁଢ଼ାକୁ ଦେଖିକରି ଆସେ। ଏହା କହି ସୌମ୍ୟ ଚାଲିଗଲା ଡାକ୍ତରଖାନାର ୱାର୍ଡ ଆଡ଼େ। ପୁଅକୁ ଟୀକା ଦେଇ ସାରିଲା ପରେ କୀର୍ତ୍ତିର ଇଚ୍ଛା ବି ହେଲା ଯେ ସିଏ ଯାଇ ଟିକେ ଦେଖି ଆସିବ ସେଇ ବୁଢ଼ାକୁ। ସିଏ ବି ଚାଲିଲା ସେଇ ୱାର୍ଡ ଆଡ଼େ। ସୌମ୍ୟର ପାଟି ଶୁଭୁଥିବା ୱାର୍ଡର ଗୋଟେ ରୁମ୍ ପାଖରେ ଅଟକିଗଲା କୀର୍ତ୍ତି। ନିଶ୍ଚିତ ଏଇ ରୁମ୍ରେ ଥିବ ସେ ବୁଢ଼ା। କୀର୍ତ୍ତି ଚାହିଁଲା ରୁମ୍ ଭିତରକୁ। ବେଡ୍ ପାଖରେ ଛିଡ଼ା ହୋଇ ସୌମ୍ୟ କଥା ହେଉଥାଏ ନର୍ସ ସହ। କୀର୍ତ୍ତି ଆଉ ଥରେ ନିରେଖିଲା ବେଡ୍ ଉପରକୁ। ଗୋଟେ ସେକେଣ୍ଡ ପାଇଁ କୀର୍ତ୍ତି ତା ଆଖିକୁ ବିଶ୍ୱାସ କରିପାରିଲାନି। ବେଡ୍ ଉପରେ ଶୋଇ ରହିଥିବା ବୁଢ଼ା ଜଣକ ଆଉ କେହି ନୁହେଁ, ସିଏ ହିଁ କୀର୍ତ୍ତିର ବାପା। କୀର୍ତ୍ତି ଆଖିରେ ବନ୍ଧ ଭାଙ୍ଗୁଥିବା ଲୁହ ଦୁଃଖର କି ସୁଖର ବୁଝା ପଡ଼ୁନଥିଲା। ସେ ଚାହୁଁଥିଲା ବାପାଙ୍କ ପାଖକୁ ଧାଇଁଯିବ, ତାଙ୍କ ପାଦ ଧରି ବହେ କାନ୍ଦିବ, ତାଙ୍କ ଛାତିରେ ମଥା ରଖି ବିରହର ନିଆଁକୁ କରିଦେବ ଶାନ୍ତ। କିନ୍ତୁ କୀର୍ତ୍ତିର ପାଦ ଦୁଇଟା ସେମିତି ଅଟକି ଯାଇଥିଲେ ରୁମ୍ ବାହାରେ। ସେ ପାରିଲାନି ଡେଇଁ ବାପା ଟାଣି ଦେଇଥିବା ଲକ୍ଷ୍ମଣ ରେଖାକୁ। କୀର୍ତ୍ତି ସେଠୁ ପୁଅକୁ ନେଇ ଚାଲିଲା ଘର ମୁହାଁ ସୌମ୍ୟକୁ ଅପେକ୍ଷା ନ କରି। କିଛି ସମୟ ପରେ କୀର୍ତ୍ତି ଆସି ପହଞ୍ଚିଲା ଘରେ। ପୁଅ କେତେବେଳୁ ଶୋଇ ଯାଇଥିଲା ତା କୋଳରେ। ପୁଅକୁ ବେଡ୍ ଉପରେ ଶୁଆଇ ଦେଇ କୀର୍ତ୍ତି ବସି ପଡ଼ିଲା ସୋଫା ଉପରେ। ଏମିତି କେତେ ସମୟ କଟିଗଲା ନୀରବରେ। ନାନା ଜାତି ଭାବନା ତା ମନକୁ ଆନ୍ଦୋଳିତ କରୁଥିଲା ବେଳେ କଲିଂ ବେଲ୍ର କ୍ରିଂ କ୍ରିଂ ଶବ୍ଦରେ ଅନ୍ୟମନସ୍କ କୀର୍ତ୍ତି ଉଠି ଛିଡ଼ା ହେଲା। କିଏ ହୋଇଥିବ? ନିଶ୍ଚୟ ସୌମ୍ୟ। କବାଟ ଖୋଲିଲା କୀର୍ତ୍ତି। ପରଦା ଆଡ଼େଇ ଘର ଭିତରକୁ ପଶି ଆସିଲା ସୌମ୍ୟ ଆଉ କହିଲା, ତମେ ଆସି ଏଠି? ମୁଁ ସିଆଡ଼େ ତମକୁ ଖୋଜୁଛି ସାରା ଡାକ୍ତରଖାନାରେ ଥିବା ତମ ଗାଁର ସେ ଲୋକକୁ କାହିଁ ଦେଖା କଲନି ଯେ? କୀର୍ତ୍ତି କିଛି କହିଲାନି। ତମେ ସିନା ଦେଖା କଲନି, ମୁଁ କିନ୍ତୁ ତାଙ୍କୁ ନେଇ ଆସିଛି ଘରକୁ। ଏତିକି କହି ପରଦା ଟେକିଦେଲା ସୌମ୍ୟ। କୀର୍ତ୍ତି ଦେଖିଲା ପରଦା ସେପାଖେ ଛିଡ଼ା ହୋଇଥିଲେ ବାପା। বন্ধুগণ, আশা করছু আপনার এই কাহিনী নিশ্চয় পছন্দ আসিথিব। কাহিনী পছন্দ আসিলে আমার এই চ্যানেলকে লাইক এবং শেয়ার করে দিয়ন্তু। হ্যাঁ, যদি আমার এই চ্যানেলকে নূয়া করে আসিছন্তি, চ্যানেলটিকে সাবস্ক্রাইব করিবা সঙ্গে সঙ্গে বেল আইকনকে দবাই অল বটনটিকে চিপি দিয়ন্তু। যেতেবেলে বি এইভଳି ভিডিও আমার চ্যানেলে আসিব, সর্বপ্রথমে আপনার পাখকু নোটিফিকেশন দিব। পুଣି দেখা ହେବ আগামী ভিডিওরে ଆଉ ଏକ ନୂଆ କାହାଣୀକୁ ନେଇ। ସେତେବେଳେ ପର୍ଯ୍ୟନ୍ତ ରହୁଛୁ। ଜୟ ଜଗନ୍ନାଥ।